ଦେଖନ୍ତୁ ଆପଣ ଆଗରୁ ବି ଦେଖିଥିବେ ସେ ଯଦିଓ ଆଗରୁ ଏନ୍ଡିଏରେ ଥିଲେ ପରବର୍ତ୍ତୀ ଅବସ୍ଥାରେ ପୁଣି ସେଠୁ ଓହରି ଯାଇଥିଲେ ତାପରେ ମଧ୍ୟ ସେ ଭାରତୀୟ ଜନତା ପାର୍ଟି ସରକାରକୁ ସବୁବେଳେ ସେ ସମର୍ଥନ କରି ଆସିଛନ୍ତି। ଯେତେବେଳେ ବି ଆପଣ ଦେଖନ୍ତୁ ପାର୍ଲାମେଣ୍ଟରେ ଯେତେ ସବୁ ବିଲ୍ ଆସିଛି ବିଗତ ଦିନମାନଙ୍କରେ ସବୁଥିରେ ସେ ସମର୍ଥନ କରିଛନ୍ତି ଏବଂ ସବୁ ବିଷୟ ଯେଉଁ କୌଣସି ବିଷୟ ବି ଯେତେବେଳେ ମାନେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଯେତେବେଳେ ଯେଉଁ କଥା କରାହେଇଛି ସେତେବେଳେ ବିଜୁ ଜନତା ଦଳ ବା ନବୀନ ପଟ୍ଟନାୟକ ସେତେବେଳେ ସେ ବିଜେପିକୁ ସପୋର୍ଟ କରିଛନ୍ତି। ମୋତେ ଲାଗୁଛି ଆଗାମୀ ଦିନରେ ମଧ୍ୟ ଏ ଯେଉଁ ଉପରାଷ୍ଟ୍ରପତି କଥାରେ ସେ ନିଶ୍ଚିତ ଭାବରେ ସପୋର୍ଟ କରିବେ, ଏଥିରେ ଦ୍ୱିମତ ନୁହେଁ ବୋଲି ମୁଁ ଅନୁମାନ କରୁଛି। ଖୋଲା ସମର୍ଥନ ଦେବେ ନବୀନ ବାବୁ? ନିଶ୍ଚିତ ଭାବରେ ଆପଣ ବିଗତ ଦିନମାନଙ୍କରେ ଯେତେ ସବୁ କଥା ମୁଁ ଯେଉଁ କଥା କହିଲି ତେଣୁ ସେଥିରେ କିଛି ଅସୁବିଧା ନାହିଁ, ନିଶ୍ଚିତ ଭାବରେ କରିବେ। ତାହେଲେ ମଲ୍ଲିକାର୍ଜୁନ ଖଡ଼ଗେ କାହିଁ? ଦେଖନ୍ତୁ ସମସ୍ତେ ଅଲଗା ଦଳ ମଧ୍ୟ ଯେମିତି ଜାତୀୟ ସ୍ତରରେ ଆମେ କହିବା ଏନ୍ଡିଏ ବା ଏନ୍ଡି ମେଣ୍ଟ ଅଛି ଯେ ସ୍ୱାଭାବିକ ରୂପ ସେମାନେ କହିବେ ଯେହେତୁ ସିଏ କେଉଁଥିରେ ନାହାନ୍ତି ତେଣୁ ସ୍ୱାଭାବିକ ରୂପ ସେ କହିବେ ଯେ ଆମକୁ ମଧ୍ୟ ସମର୍ଥନ କର, ତେଣୁ ସେଇ ଦୃଷ୍ଟିରୁ ସେ କହିଥିବେ, ଏଥିରେ କିଛି ବିଜେପି କ'ଣ ଏକ କି ନବୀନ ବାବୁ? ଦେଖନ୍ତୁ ବିଜେପି ଆମେ ଏକ କହିବା କି ନ କହିବା ସେଟା ଦୁସରା କଥା, କିନ୍ତୁ ଯେଉଁ କଥା ମୁଁ କହିଲି ଯେତେବେଳେ କିଛି ନ୍ୟାସନାଲ୍ ଇସ୍ୟୁ ଆସେ ଆପଣମାନେ ମାର୍କ କରିଥିବେ ବିଜେଡ଼ି ସେ ଏନ୍ଡିଏରେ ଥାଉ ବା ନଥାଉ ସେ ସବୁବେଳେ ବିଜେପିକୁ ସମର୍ଥନ କରିଛି। ନାଇଁ ପ୍ରୀତି କଥା ଏଇଠି ପଡ଼ିନି। ମୁଁ ଯେଉଁ କଥା କହିଲି ଆପଣଙ୍କର 370 ଧାରା ଯେତେବେଳେ ଉଚ୍ଛେଦ ହେଲା ମୁଁ ନିଜେ ସେତେବେଳେ ଦେଖିଛି ଆପଣଙ୍କର 370 ଭୋଟ ପଡ଼ିଲା, କିନ୍ତୁ ସେତେବେଳେ ଆମର ସଂଖ୍ୟା କ'ଣ ଥିଲା? ଆମର 353 ଥିଲା, କିନ୍ତୁ ଫେର ଆସିଲା କୁଆଡ଼ୁ 17 ପୁଣି ଅଧିକା କେଉଁଠୁ ଆସିଲା? ତେଣୁ ଦେଶର ସ୍ୱାର୍ଥ ଯେତେବେଳେ ଆସେ ସେତେବେଳେ ମୁଁ ଦେଖିଛି ବିଭିନ୍ନ ଦଳର ନେତାମାନେ ସେତେବେଳେ ସପୋର୍ଟ କରିଥାନ୍ତି, ତେଣୁ ସେ ଦୃଷ୍ଟିରୁ ଏଇ କଥା ମଧ୍ୟ ହେବ। ଓକେ, ଥ୍ୟାଙ୍କ ୟୁ।